ନିଧି ମଉସା ଆମ ଗାଁର ପନିପରିବା ଦାତା। ତାଙ୍କଠୁ ସମସ୍ତେ ହିଁ ପନିପରିବା ରଖନ୍ତି। ସେ ସବୁବେଳେ ଫ୍ରେଶ୍ ପରିବା ନେଇକି ଆସନ୍ତି। କିନ୍ତୁ ଆଜି କ'ଣ ହେଇଛି, ହସୁଥିବା ମୁହଁଟି ଏତେ ମଳିନ ପଡ଼ିଯାଇଛି, ଶୁଖିଯାଇଛି, ସତରେ ଯେମିତି ଦେହରେ ଜୀବନ ନାହିଁ। ଭାରି କଷ୍ଟରେ ସେ ଆସି ପନିପରିବା ବିକୁଥାନ୍ତି। ମୁଁ ଯେତେବେଳେ ତାଙ୍କ ପାଖକୁ ଗଲି, ମୋତେ ଥର ଥର ଓଠରେ କହିଲେ, ଆଜି କ'ଣ ପନିପରିବା ରଖିବ? ମୁଁ କହିଲି ହଁ ରଖିବି ଯେ, ତମେ ଏମିତି କାହିଁ ମୁହଁ ତମର ଶୁଖିଯାଇଛି? ନା ହଉ, ସେସବୁ ପଛ କଥା, ଟିକେ ମୋତେ କଡ଼କ ଚା ଦେଇପାରିବୁ କି? ମୁଁ କହିଲି ଏଇଟା ଗୋଟେ କଥା? ହଉ ତମେ ଏଇଠି ବସ, ମୁଁ ତମ ପାଇଁ ଗୋଟେ କଡ଼କ ଚା ବନେଇ ଦେଉଛି। ମୁଁ ଜାଣିଛି ସେ କ୍ଷୀର ଚା ପିଇବାକୁ ଭଲ ପାଆନ୍ତି, ତେଣୁକରି ମୁଁ ହାଫ୍ କପ୍ ପାଣିରେ ସେଥିରେ ଟିକେ ନାକୁ ପକେଇଦେଲି ଗୋଲମରିଚ ଗୁଣ୍ଡ, ତାପରେ ଆମର ରେଗୁଲାର ଚା ପତି, ଆଉ ମୁଁ ସେଥିରେ ନା ତୁଳସୀ ପକେଇଥିଲି ଯେ ପଛକୁ। ତାପରେ ମୁଁ ଜାଣିଛି ସେ ଚିନି ଖାଆନ୍ତିନି ବୋଲି ତାଙ୍କ ପାଇଁ ସୁଗାର ଫ୍ରି ର ଟ୍ୟାବଲେଟ୍ 2ଟା ପକେଇ ଦେଇଥିଲି। ତାପରେ ନା ଜଣଙ୍କ ହିସାବରେ ମୁଁ 3ଟି ତୁଳସୀ ପତ୍ର ଦେଲି। ଆପଣମାନେ ଯଦି ତାଠୁ ଅଧିକ ବନେଇବେ ନା, ସେଇ ହିସାବରେ କ୍ୱାଣ୍ଟିଟି ବଢ଼େଇ ଦେବେ। ତାପରେ ଟିକେ ନାକୁ ଯୋଉଟା ଫୁଟେଇକି ରଖିଥିଲି ମୁଁ ଯୋଉ କ୍ଷୀର, ସେଥିରେ ଟିକେ ନାକୁ ଆଡ୍ କରିଦେଲି ପାଣି। ଭଲ ଭାବରେ ଫୁଟିଗଲା ପରେ, ମାନେ ଭଲ ବାସ୍ନା ଆସି ସାରିଲା ପରେ, ଏଇ ଯୋଉ ତୁଳସୀ ଫ୍ଲେଭର, ଗୋଲମରିଚ ଫ୍ଲେଭର, ଏସବୁ ବାସ୍ନା ଆସି ସାରିଲା ପରେ ଟିକେ ନାକୁ ମୁଁ ଆଡ୍ କରିଦେଇଥିଲି ଅଦା ଆଡ୍ କରି ସାରିଲା ପରେ, ଯୋଉଟା ମୁଁ କ୍ଷୀର ରଖିଥିଲି ନା ଟିକେ ପାଣି ମିଶେଇକି, ସେ କ୍ଷୀରକୁ ମୁଁ ଆଡ୍ କରିକି ମାତ୍ର 2ରୁ 3 ମିନିଟ୍ ମୁଁ ଏମିତି ଫୁଟେଇବା ପାଇଁ ଛାଡ଼ିନେଲି। ବାକି ରହିଲା, ଆପଣମାନେ ଯଦି ଅମୁଲରେ ବନଉଛନ୍ତି ନା, ଅମୁଲ ଚାକୁ ବି ଏମିତି ବାସ୍ ବନେଇଦେବେ। ବାସ୍ କ୍ଷୀର ବଦଳରେ ଅମୁଲ ଆଡ୍ କରିବେ। ଟିକେ ନାକୁ ଫୁଟା ଆସି ସାରିଲା ପରେ, ମାନେ 2ରୁ 2.5 ମିନିଟ୍ କି 3 ମିନିଟ୍ ଭିତରେ ଫୁଟି ସାରିଲା ପରେ ଆପଣମାନେ କ'ଣ କରିବେ, ଚାକୁ ବାସ୍ ବନ୍ଦ କରିଦେବେ। ତ ଆମର ପ୍ରସ୍ତୁତ ହେଇଗଲା ପୁରା କଡ଼କ ଚା, ହେଲ୍ଦି ଚା। ଆଉ ନା ଆର ଫ୍ଲେଭର ବହୁତ ବଢ଼ିଆ ଲାଗେ। ଏଇଟା ନା ଷ୍ଟେନଲେସ୍ ଷ୍ଟିଲ୍ ହେଇଥିବାରୁ ତାଙ୍କର ଥର ଥର ହାତକୁ ସେ ଯେମିତି ଧରିଲେ କିଛି ଅସୁବିଧା ହବନି, ହାତ ତାତିବନି ବୋଲି ମୁଁ ଏଇ କପ୍ରେ ତାଙ୍କୁ ଦେଇଥିଲି। ଆଉ ଏଇଟା ପୁରା ଗରମ ଅଛି, କିନ୍ତୁ ଆରାମସେ ଧରି ବି ହେଇପାରୁଛି। ବାସ୍ ମୋ ହାତର ଚାଟାକୁ ପିଇଦେଲା ପରେ ନିଧି ମଉସାଙ୍କର ହଜି ଯାଇଥିବା ହସଟି ଫେରି ଆସିଲା। ଆଉ ସେ ହସି ହସି ଚାଲିଲେ ପନିପରିବା ବିକିବା ପାଇଁ। ଥ୍ୟାଙ୍କ ୟୁ।